କପାସରା କାହାଣୀ। ଚତୁର ସାପ। ବୁଢ଼ା ହେଲାରୁ ସାପ ଦେହରୁ ବଳ ହଟିଗଲା। ଆଉ ସେ ଆଗ ଭଳି ଶିକାର ପଛରେ ଗୋଡ଼ାଇ ପାରିଲା ନାହିଁ। କେମିତି ଗଣ୍ଡେ ଆହାର ପାଇବ ଏହି ଚିନ୍ତା ତାକୁ ଘାରିଲା। ଖାଇବା ବିନା ଜୀବନ ରହିବ ନାହିଁ। ଶିକାର କରିବାକୁ ଦେହରେ ବଳ ନାହିଁ। ସେ ବସି ଭାଳି ହେଲା, ଆହା, ମୋ ଜୁଆନ ବେଲର ତାକତ କୁଆଡ଼େ ଗଲା। ଏବେ ତାକୁ ଫେରି ପାଇବାକୁ ଆଶା କରିବା ପାଣିରେ ନିଆଁ ଜଳାଇବା ସଙ୍ଗେ ସମାନ। ସେ ଜାଣେ, ଯାହା ଚାଲିଯାଇଛି ତାହା ଆଉ ଫେରିବ ନାହିଁ। ତେଣୁ ସେ ଭବିଷ୍ୟତ ପନ୍ଥା ଭାବିଲା। ଜୁଆନ ବେଲର ତାକତ ହରାଇ ତା ପରିବର୍ତ୍ତେ କିଛି ବୁଦ୍ଧି ଅର୍ଜିବି। ଏବେ ସେ ବୁଦ୍ଧିକୁ କାମରେ ଲଗାଇ ବାକି ଜୀବନ ବିତାଇବି। ତାପରେ ସେ ଚାଲିଲା ଗୋଟାଏ ଜଳାଶୟ କୂଳକୁ। ସେଥିରେ ବାସ କରୁଥିଲେ ଅନେକ ବେଙ୍ଗ। ସେ ବେଙ୍ଗମାନଙ୍କର ଥାଏ ଜଣେ ରାଜା। ସଭିଏ ତାକୁ ଶ୍ରଦ୍ଧା କରୁଥିଲେ ଓ ତାଙ୍କ ଆଦେଶ ପାଳୁଥିଲେ। ସାପଟି ରାସ୍ତାରେ ଗଳି ଧୂଳି ଧୂସର ହେଇ ଏମିତି ଦିଶୁଥିଲା, ସତେ ଅବା ତା ଉପରେ ଘୋର ବିପତ୍ତି ପଡ଼ିଛି। ଗୋଟାଏ ବେଙ୍ଗ ଝଟକି ନେଇ ତା ଆଡ଼କୁ ଚାଲି ଆସି ପଚାରିଲା, ଏବେ ବିରସ ମନ କିଆଁ, କଥା କଣ? ସାପ କହିଲା, ମୋଠାରୁ ଦୁଃଖୀ ଆଉ କିଏ? ବେଙ୍ଗ ଶିକାର କରି ମୁଁ ଚଳେ, କିନ୍ତୁ ଆଜିର ଅଭିଶାପ ମୋତେ ବେଙ୍ଗ ଧରିବାକୁ ବାରଣ କରୁଛି। ଏତିକି ଶୁଣି ସେ ବେଙ୍ଗଟି ଚାଲିଯାଇ ତାଙ୍କ ରାଜାଙ୍କୁ କହିଲା। ଏ କଥାରେ ରାଜା ଆଚମ୍ବିତ ହୋଇ ସାପ କତିକି ଆସି ପଚାରିଲେ, କି ଅଘଟଣ ଘଟିଲା? କି ଅଭିଶାପ ପାଇଲ? ସାପ ଉତ୍ତର ଦେଲା, ହେ ରାଜା, ଲୋଭ ହିଁ ମୋର କାଳ ହେଲା। ଶୁଣ, କଥାଟି ଏମିତି। ଦିନେ ମୁଁ ଗୋଟାଏ ବେଙ୍ଗ ଧରିବାକୁ ଚେଷ୍ଟା କରୁଥିଲି। ସେ ମୋ କବଳରୁ ଖସିଯାଇ ଜଣେ ବ୍ରାହ୍ମଣଙ୍କ ଘରେ ପଶିଗଲା। ମୁଁ ବି ବେଙ୍ଗ ପଛେ ପଛେ ସେ ଅନ୍ଧାର ଘରେ ଗଲିଗଲି। ସେ ଘରେ ଶୋଇଥିଲା ବ୍ରାହ୍ମଣର ପୁଅ। ତାର ଗୋଡ଼ ବୁଢ଼ା ଆଙ୍ଗୁଠିକୁ ବେଙ୍ଗ ଭାବି ମୁଁ ଚୋଟ ମାରିଲି। ବିଷ ଜ୍ୱାଳାରେ ବ୍ରାହ୍ମଣ ପୁଅ ସେଇଠି ମରିଗଲା। ବ୍ରାହ୍ମଣ ଏକଥା ଜାଣି ଖୁବ୍ ମନ ଦୁଃଖ କଲା। ମୋତେ ସେ ବାଡ଼େଇବାକୁ ବାହାରିଲାରୁ ମୁଁ ସରସର ହୋଇ ପଳାଇ ଆସିଲି। ସେ ମୋ ପିଛା ଧରିଲା ଓ ଅଭିଶାପ ଦେଇ କହିଲା, ମୁଁ ଠାକୁରଙ୍କୁ ଡାକୁଛି, ସେ ତୋତେ ବଳହୀନ କରି ଦିଅନ୍ତୁ। ତୁ ବେଙ୍ଗଙ୍କ ବାହନ ହ। ତୋର ଆଉ ବେଙ୍ଗ ଖାଇବାକୁ ସାମର୍ଥ୍ୟ ନ ରହୁ। ତୁ ବେଙ୍ଗ ରାଜାଙ୍କ ଦାନରେ ଚଳ। ତେଣୁ ମୁଁ ଆପଣଙ୍କ ଶରଣକୁ ଆସିଛି। ଆପଣ ମୋ ଉପରେ ବସି ଯୁଆଡ଼େ ଇଚ୍ଛା ସିଆଡ଼େ ଯା ଆସ କରନ୍ତୁ। ପ୍ରଭୁଙ୍କ ଇଚ୍ଛା ପୂର୍ଣ୍ଣ ହଉ। ସତକୁ ସତ ସାପ ବେଙ୍ଗ ରାଜାଙ୍କ ବାହନ ହେଲା। ଏମିତି କିଛି ଦିନ କଟିଲା। ଦିନେ ସାପ ବେଙ୍ଗ ରାଜାଙ୍କୁ କହିଲା, ରାଜାଙ୍କର ଆୟୁଷ ବଢ଼ୁ। ଭୋକରେ ମୁଁ ଆଉ ଅଳିଚଳି ପାରୁନି। ଆପଣଙ୍କୁ ବୋହି ନେବାକୁ ମୋର ବଳ ପାଉନି। ମୋ ପାଇଁ କିଛି ଆହାର ବନ୍ଦୋବସ୍ତ କରନ୍ତୁ। ବେଙ୍ଗ ରାଜା କହିଲେ, ଏମିତି ଯଦି କଥା, ମୁଁ ମୋ ବାହନ ବିନା ଚଳିପାରିବି ନାହିଁ। ମୋ ବାହନ ଖାଇବା ବିନା ଚଳିପାରିବ ନାହିଁ। ତାପରେ ବେଙ୍ଗ ରାଜା ସାପର 2 ଓଳି ଆହାର ଲାଗି ଦୈନିକ 2ଟି ବେଙ୍ଗ ଖଞ୍ଜି ଦେଲେ। ସାପ ଆନନ୍ଦରେ ଦୈନିକ 2ଟି ବେଙ୍ଗ ଖାଇ ମଉଜ କଲା। ନିଜ ସ୍ୱାର୍ଥକୁ ଚାହିଁ ବେଙ୍ଗ ରାଜା ସାପର ଚାଲାଖି ବୁଝି ପାରିଲେ ନାହିଁ।